हेलो हाय नमस्कार भाग्य गाइड चैनल को स्वागत करुची मु सुनीता। प्रोसेस जଣାଥିବ फाइल 1 फाइल 2 फाइल 3 এই তিনোଟି फाइल ମଧ୍ୟରୁ ଗୋଟେ फाइल सिलेक्ट କରିବେ। ଯେଉଁ फाइल ବି ଆପଣଙ୍କ ମନକୁ ଆସୁଛି ବା ଆଟ୍ରାକ୍ଟ କରୁଛି ଆପଣ ସେଇ फाइल ର ରିଡିଂ ଦେଖିଦେବେ। ଭିडिଓ ସ୍କିପ କରି କରି କରିଲେ ଫାର୍ଷ୍ଟ फाइल 1 ତାପରେ फाइल 2 ତାପରେ फाइल 3 ଭିडिଓର ଡାହାଣ ପଟ ସାଇଡରେ ମୁଁ ମେନସନ କରିଦେଇଛି। ଏବେ ଚାଲନ୍ତୁ ଦେଖିନବା ଆଜିର ରିଡିଂ। ଚାଲନ୍ତୁ ଦେଖିନବା ଏବେ फाइल 1 ର ରିଡିଂ। फास्ट कार्ड पेज ऑफ पेंटाकल शो करूची आपण बहुत सजग सचेतन केमती आपणकर फायदा एबे केही भी उठेई परिबेनी जेतिकी हेगला सेतिकी एबे मो हिसाब रे रहिबी एटा माइंडसेट करिसंती। बहुत माने जेतिकी दरकार सेतिकी खर्च करूचंती अधिक जेमती वेस्ट ऑफ मनी करूथले एबे तार ऊपर कंट्रोल लागि जाईची। बहुत इंटेलिजेंट आपण वर्तमान आपणक पाखरे ଟଙ୍କା କମ ଥାଇପାରେ କିନ୍ତୁ ଭବିଷ୍ୟତରେ ଆର୍ଥିକ ଉନ୍ନତିର ଭଲ ସମ୍ଭାବନା ମଧ୍ୟ ରହିଛି। ଆପଣ ଜଣେ ଦାୟିତ୍ୱବାନ ଓ ପରିଶ୍ରମୀ ଗୋଟେ ଷ୍ଟୁଡେଣ୍ଟ କୁ ବି ଏଇଟା ସୂଚାଏ ଯେ କି ଆଗକୁ ବଢିବାର କ୍ଷମତା ତା ପାଖରେ ଅଛି। ସେ କଠିନ ପରିଶ୍ରମ କରି ଏଇ ପର୍ଯ୍ୟନ୍ତ ଆସିଛି ଆଉ ଆଗକୁ ଯିବାର ମଧ୍ୟ ଫ୍ୟୁଚରରେ ଇଚ୍ଛା ଅଛି। ଆପଣ ବହୁତ ଧୈର୍ଯ୍ୟଶୀଳ ଆଉ ଅପେକ୍ଷା ବି କରନ୍ତି। ଧନ କିମ୍ବା ଆର୍ଥିକ ବିଷୟରେ କୌଣସି ଗୁଡ ନ୍ୟୁଜ ଆପଣଙ୍କୁ ମିଳିପାରେ। ଆପଣଙ୍କ ପାଖେ ହୁଏତ ଏବେ କମ ଅର୍ଥ ରାଶି ଅଛି କିନ୍ତୁ ଯେତିକି ବି ଅଛି ଆପଣ ବହୁତ ଭଲରେ ରହିପାରୁଛନ୍ତି। ସେକେଣ୍ଡ କାର୍ଡ କୁଇନ୍ ଅଫ ୱାଣ୍ଡସ ଯୋଉଟା କି ଶୋ କରୁଛି ଆପଣଙ୍କୁ ନିଜର ଫ୍ରିଡମ ପସନ୍ଦ। ଆପଣଙ୍କୁ କିଏ ବନ୍ଦୀ କରି ରଖୁ ଆପଣ ସେଇଟା ପସନ୍ଦ କରିବେନି। ବହୁତ ଖୁସି ଆଉ ନିଜ ଜୀବନରେ ଆପଣ ବ୍ୟସ୍ତ। ବହୁତ ଆପଣଙ୍କ ପାଖରେ କ୍ରିଏଟିଭିଟି ଅଛି, ବହୁତ ପ୍ରତିଭା ଅଛି। ଯଦି ତାକୁ ଆପଣ କାମରେ ଲଗେଇବେ ତାହେଲେ ଆପଣ ଆଗକୁ ମଧ୍ୟ ବଢି ପାରିବେ। କିଛି ବିଜନେସ ଆପଣ ରନ କରିପାରନ୍ତି ବା କୌଣସି ରେସପନ୍ସିବଲ ପୋଜିସନରେ ଆପଣ ରହିପାରନ୍ତି। ବହୁତ ସ୍ନେହଶୀଳ ଆପଣ। ସମସ୍ତଙ୍କ ପାଇଁ ଭଲ ପାଇବା ଅଛି ଆଉ ସମସ୍ତଙ୍କୁ ଦେଖିଲେ ଆପଣ ଖୁସି ହୁଅନ୍ତି। ତାଙ୍କ ସହିତ ମିଶିକି ରହିବା ପାଇଁ ଇଚ୍ଛା କରନ୍ତି। ଆଉ ଅନ୍ୟମାନଙ୍କୁ ନେଇକି ଚାଲିବାକୁ ପସନ୍ଦ କରନ୍ତି। କାହାକୁ ଛୋଟ ବଡ ଆପଣ ଭାବନ୍ତି ନାହିଁ। ଶୋ କରୁଛି ଯେ ଆପଣ ପ୍ରକୃତିକୁ ମଧ୍ୟ ବହୁତ ଭଲ ପାଆନ୍ତି। ଅ ଗଛ ଲତା ନେଚର ଫୁଲ ଏସବୁ ବି ଆପଣଙ୍କର ପସନ୍ଦ। ଏମ୍ପରର ର କାର୍ଡ ଶୋ କରୁଛି ଆପଣ ରାଜା ଭଳି ବଞ୍ଚିବାକୁ ପସନ୍ଦ କରନ୍ତି। ଯଦି କେହି ଫିମେଲ ରିଡିଂ ଦେଖୁଛନ୍ତି ତାହେଲେ ସେ ତାଙ୍କ ହଜବେଣ୍ଡ ବା ପିତାଙ୍କ ନେଚର ରଖିପାରନ୍ତି। ଆପଣଙ୍କୁ ବହୁତ ରେସପେକ୍ଟ ମିଳିବ। ଆପଣଙ୍କର ଲକ୍ଷ୍ୟ ପୁରା ହବାର ମଧ୍ୟ ୟୁନିଭର୍ସ ତରଫରୁ ଶୋ କରୁଛି। ଆଉ ଆପଣ ଯାହାକୁ ବି ଚାହିଁବେ ତାକୁ ଇନଫ୍ଲୁଏନ୍ସ କରିପାରିବେ। ଇନଫ୍ଲୁଏନ୍ସ ପାୱାର ଆପଣଙ୍କ ପାଖରେ ଅଛି। ଅ କାହାର ହେଲ୍ପ ମଧ୍ୟ ଆପଣଙ୍କୁ ଦରକାର ପଡିପାରେ। ଅ ଆପଣ ସବୁ ପରିସ୍ଥିତିକୁ କଣ୍ଟ୍ରୋଲ କରିପାରିବେ ଆଉ ତାକୁ ସୁଚାରୁ ରୂପେ ଯେମିତି ଆଗକୁ ବଢି ପାରିବେ ସେମିତି ସମସ୍ତଙ୍କୁ ଆଡଭାଇସ ମଧ୍ୟ ଦେଇପାରନ୍ତି। ଏବେ କିନ୍ତୁ ଆପଣଙ୍କର ସିଚୁଏସନ ଦେଖିବାକୁ ଗଲେ ଆପଣ ଏବେ ବହୁତ ଦାୟିତ୍ୱ ଭିତରେ ଅଛନ୍ତି। ବହୁତ ପରିଶ୍ରମ ଆପଣ କରୁଛନ୍ତି। ଆଉ ସମସ୍ତଙ୍କର ଯେମିତି ବର୍ଡନ ଆପଣଙ୍କ ଉପରେ ଅଛି। କାମ କଠିନ ହେଇପାରେ ଏବେ ଆପଣଙ୍କୁ ରେଷ୍ଟ ମଧ୍ୟ ମିଳି ନପାରେ କିନ୍ତୁ ଶେଷରେ ଆପଣଙ୍କୁ ସେଇ କାମଟାକୁ ସକ୍ସେସ ର ସହିତ କରିପାରିବେ। ତଥାପି ଏବେ ଯୋଉ ହାର୍ଡୱାର୍କ ଆପଣ କରୁଛନ୍ତି ସେଇଟା ଆପଣଙ୍କ ସ୍ୱାସ୍ଥ୍ୟ ବା ମାନସିକ ଚାପ ଉପରେ ମଧ୍ୟ ପ୍ରଭାବ ପଡିପାରେ। ଅ ଏମିତି କି କେତେକ ଦାୟିତ୍ୱ ମଧ୍ୟ ଆପଣ ଯଦି ଛାଡିଦେବେ ତାହେଲେ ଟିକେ ରିଲାକ୍ସ ହେଇ ନିଜ ପାଇଁ ବଞ୍ଚି ପାରିବେ। ଏଇଟା ଥିଲା ଫାଇଲ 1 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବେ ଓ ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିବେ। ବାଏ ଟେକ୍ କେୟାର। ଚାଲନ୍ତୁ ଦେଖି ନେବା ଏବେ ଫାଇଲ 2 ର ରିଡିଂ। ଫାର୍ଷ୍ଟ କାର୍ଡ ପେଜ ଅଫ ଫଣ୍ଡ ଶୋ କରୁଛି ଆପଣ ଜଣେ ଟ୍ରାଭେଲର ହେଇପାରନ୍ତି। ଗୋଟେ ଜାଗାକୁ ଆଉ ଗୋଟେ ଜାଗାକୁ ମୁଭ କରିବାର ଇଚ୍ଛା ମଧ୍ୟ ଆପଣଙ୍କ ପାଖରେ ଥାଏ। ଆପଣ କୌଣସି ପରିସ୍ଥିତି ବି ହଉ ଆପଣ ସେଥିରେ ଖାପ ଖୁଆଇ ଚଳିପାରିବେ। ବହୁତ ପରିଶ୍ରମୀ ବ୍ୟକ୍ତି, ବହୁତ ହାର୍ଡୱାର୍କ କରୁଛନ୍ତି। ବହୁତ ଖୁସି ମଧ୍ୟ ସବୁ ସିଚୁଏସନ ରେ ରହିବାକୁ ଚେଷ୍ଟା କରୁଛନ୍ତି ଆଉ ବହୁତ ପାୱାରଫୁଲ ଆପଣ। ଅ ଅଧିକ ଭାବୁନାହାନ୍ତି ଯାହା ହଉଛି ଆପଣ ସଡନ ଡିସିସନ ନବାର ମଧ୍ୟ କ୍ୟାଲିବର ରଖୁଛନ୍ତି। କୌଣସି ମେସେଜ ବା
ସନ୍ଦେଶ ଆପଣ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ମଧ୍ୟ ଦେଇପାରନ୍ତି। ଏବେ ଆପଣ ଆପଣଙ୍କର ଆକ୍ଟିଭ ମୋଡରେ ଅଛନ୍ତି, କିନ୍ତୁ ଗୋଟେ କାମ ଆପଣ କରୁଛନ୍ତି କିନ୍ତୁ କନସିଷ୍ଟେନ୍ସି ଆପଣଙ୍କ ଭିତରେ ଏବେ ଦେଖିବାକୁ କମ ମିଳିବ। ଗୋଟେ କାମକୁ ଦୀର୍ଘ ସମୟ ଧରି ଆପଣ କରିପାରିବେ ନାହିଁ, ଆପଣଙ୍କର ପେସେନ୍ସ ଲୁଜ ହବାର ସିଚୁଏସନ ବି ଶୋ କରୁଛି। ଆପଣ ଶୀଘ୍ର ବୋରିଂ ମଧ୍ୟ ଫିଲ୍ କରିପାରିବେ। ଆପଣଙ୍କର ଲଭ୍ ଲାଇଫ ଏବେ ଗୋଟେ ଷ୍ଟେଜରେ ଆସିଯାଇଛି ଯେମିତି କି ଆପଣ ଦି ଜଣକୁ ସପୋର୍ଟ କରିପାରିବେ ଆଉ ଆଗକୁ ବଢିବାରେ ମଧ୍ୟ ହେଲ୍ପ କରିବେ। ଅ, ଆପଣଙ୍କର ଚିନ୍ତାଧାରା ଯଦି ଆଗରୁ ମିସମ୍ୟାଚ ହଉଥିଲା ତାହେଲେ ଏବେ ମଧ୍ୟ ଆପଣଙ୍କର ଭିତରେ ଅଣ୍ଡରଷ୍ଟାଣ୍ଡିଂ ରହିବ ଆଉ ଆପଣ ଅ, ଦି ଜଣ ପାର୍ଟନରସିପ ଭାବରେ କାମ କରିବେ। କୌଣସି କାର୍ଯ୍ୟକୁ ମଧ୍ୟ ଆପଣ ଆହୁରି ବହୁତ ଭଲରେ କରିବା ପାଇଁ ଚେଷ୍ଟା କରିବେ। ଅ, ଆପଣଙ୍କୁ ସଫଳତାର ରାସ୍ତା ହିଁ କାର୍ଡ ମଧ୍ୟ ଆପଣଙ୍କର ଖୋଲିଦେବ। ନିଜ ଭବିଷ୍ୟତ ସମ୍ଭାବନା ବିଷୟରେ ଆପଣ ପଜିଟିଭ ଭାବନ୍ତୁ, କାରଣ ଭଲ ସୁଯୋଗ ଆପଣଙ୍କୁ ମିଳିବ। କିନ୍ତୁ ଯଦି ଆମେ ନେଗେଟିଭ ଆଡକୁ ଯିବା ତାହେଲେ ଆମ ପାଖକୁ ପଜିଟିଭ ଆସିଲେ ମଧ୍ୟ ଆସିପାରିବ ନାହିଁ। ତ ସବୁ ପାଇଁ ଭାବନ୍ତୁ ଯେ ଏଇଟା ମୁଁ କରିପାରିବିନି, ନୁହଁ, ନାଇଁ ଏଇଟା ହବ ଆଉ ମୁଁ କରିପାରିବି, ମୁଁ ମୋର 100% ଦେବି। କୌଣସି ନେଗେଟିଭ ୱାର୍ଡ ନିଜ କ୍ୟାରିୟର ରିଲେଟେଡ ନିଜ ଫ୍ୟୁଚର ରିଲେଟେଡ ଆପଣ କହିବେନି। ଠିକ ଅଛି, ଏଇଟା ଥିଲା ୟୁନିଭର୍ସ ତରଫରୁ ଆପଣଙ୍କ ପାଇଁ ଗାଇଡେନ୍ସ। ପେଜ ଅଫ କପ୍ ଶୋ କରୁଛି ଆପଣ ବହୁତ ଏନର୍ଜେଟିକ, ବହୁତ ମତଲବ ଦିଲ ତ ବଚ୍ଚା ହେଇଛି, ଏଇ ଟାଇପ ର କାର୍ଡ ଆପଣଙ୍କର ଆସିଛି, ଯାହାର କି ଆଗକୁ ବଢିବାର ଇଚ୍ଛା ଶକ୍ତି ସହିତ କେମିତି ଆହୁରି ଡେଭଲପ କରିବ, କେମିତି ଆଗକୁ ବଢିବ, ସେଇଟା ସବୁବେଳେ ମାଇଣ୍ଡ ରେ ଅଛି। ଆପଣ ବହୁତ କୋମଳ ଓ ଶାନ୍ତ ସ୍ୱଭାବର, ହିଂସାବାଦ ଏସବୁ ଠାରୁ ଆପଣ ବହୁତ ଦୂରରେ ରୁହନ୍ତି। ଅ, କଳା ପ୍ରତି ଆପଣଙ୍କର ରୁଚି ଥାଇପାରେ, କ୍ରିଏଟିଭିଟି ଦିଗରେ ମଧ୍ୟ ଆପଣ ଆଗକୁ ବଢି ପାରନ୍ତି କାରଣ ଆପଣଙ୍କ ପାଖେ ସେ କ୍ରିଏଟିଭିଟି ନେଚର ଅଛି। ଗୋଟେ ଜିନିଷକୁ କିଏ କଣ କହିଥିଲା, ଆପଣ ସେଇଟାକୁ ବହୁତ ଡିପଲି ଭାବନ୍ତି ଆଉ ସେ କୋଉ ଅର୍ଥରେ କହିଲା, ୟାର କାରଣ କଣ, ସେଇଟା ମଧ୍ୟ ଆପଣଙ୍କର ଶୋ କରୁଛି। ଅ, ଯଦି ଆପଣ ଗର୍ଲ ତାହେଲେ କିଛି ନେଚର ଆପଣଙ୍କର ପୁଅ ପିଲାଙ୍କ ପରି ହେଇପାରେ, ବା ଯଦି ଆପଣ ବୟ ତାହେଲେ କିଛି ନେଚର ଆପଣଙ୍କ ଝିଅ ପିଲାଙ୍କ ପରି ମଧ୍ୟ ହେଇପାରେ। କିନ୍ତୁ ଆପଣ ଇମୋସନାଲି କାହାର ସପୋର୍ଟ ଚାହୁଁଛନ୍ତି, ପୁରା ଏକୁଟିଆ ନିଜକୁ ଫିଲ୍ କରୁଛନ୍ତି, ଚାହୁଁଛନ୍ତି ନାଇଁ ମତେ କିଏ ବୁଝିପାରୁ, ମୋ ମନର କଥା ବୁଝିପାରୁ, ଏଇ କାର୍ଡ ମଧ୍ୟ ଶୋ କରୁଛି। ଯଦି ଆପଣ ଆପଣ ନିଜକୁ ବୁଝିଯିବେ ଆପଣଙ୍କୁ କାହାର ଦରକାର ପଡିବନି। ତାପରେ ୟୁନିଭର୍ସ ଆପଣଙ୍କ ସହିତ ଅଛି, ଆମ ସହିତ ଅଛି। ଆଉ ଏକା ଫିଲ୍ କରୁଛନ୍ତି କଣ ପାଇଁ, କାହିଁକି କାହାକୁ କହୁଛନ୍ତି ହଁ ମତେ କିଏ କହୁ କି ମୋ ମନ କଥା ବୁଝିପାରୁ। ଆପଣ ନିଜେ ନିଜକୁ ବୁଝି ଯାଆନ୍ତୁ, କାହାର ଦରକାର ବି ପଡିବନି ଆଉ ଆପଣଙ୍କୁ ଏକୁଟିଆ ମଧ୍ୟ ଫିଲ୍ ହବନି। ବଟମ ଅଫ ଡେଟ୍ ଏଣ୍ଟ୍ରାନ୍ସ ର କାର୍ଡ ଶୋ କରୁଛି, ଯୋଉଟା କି ଆପଣଙ୍କୁ ଶୋ କରୁଛି ଯେ ଆପଣ କୌଣସି ବି କଠିନ ପରିସ୍ଥିତି ହଉ ବା ଯୋଉଟା କି ଆପଣ ତାକୁ କଣ୍ଟ୍ରୋଲ କରିପାରିବେନି, ତ ସେଇଟା ବି ଆପଣ ଏବେ କଣ୍ଟ୍ରୋଲ କରିପାରିବା ଶିଖିଯିବେ। ଯାହା ଫଳରେ କି ଆପଣଙ୍କୁ ସକ୍ସେସ ମିଳିବାର ବହୁତ ଚାନ୍ସେସ୍ ଅଛି। ଅ, ଯଦି କପଲ ମାନେ ଦେଖୁଛନ୍ତି ତ ତାଙ୍କ ଭିତରେ ଠିକ ବୁଝାମଣା ରହିବ। କଷ୍ଟଦାୟକ କିମ୍ବା ଅଶାନ୍ତ ସମୟ ଥିଲେ ମଧ୍ୟ ଆପଣଙ୍କୁ ପୁଣି ଥରେ ଆପଣଙ୍କ ଲାଇଫକୁ ଶାନ୍ତି ଫେରି ଆସିବ। ଆପଣ ଏବେ ନିଜ ଭାବନା, ନିଜ ରାଗ, ନିଜ କାମକୁ ମଧ୍ୟ କଣ୍ଟ୍ରୋଲରେ ଆଣିଦେବେ, ନିଜକୁ ନିଜେ କଣ୍ଟ୍ରୋଲ କରିଦେବେ। ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇ ମଧ୍ୟ ଆପଣ ଚଳିପାରିବେ। ନିଜର ଇମାଜିନ ପାୱାର, ଯୋଉ ଇମାଜିନେସନ ର ପାୱାର ଟା ଏତେ ଅଧିକ ରହିବ ଯେ ଯୋଉଟା କି ଆପଣଙ୍କର ମନ ଭିତରେ ଥିବା ଶକ୍ତିକୁ ମଧ୍ୟ ଷ୍ଟ୍ରଙ୍ଗ କରିଦବ। ମନର ଇଚ୍ଛା ଗୁଡାକ ଆପଣଙ୍କର ପୂରଣ ହବାର ଶୋ କରୁଛି। ଏଇଟା ଥିଲା ପାଇଲ 2 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବ, ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖିନବା ଏବେ ପାଇଲ 3 ର ରିଡିଂ। ଚିନ୍ତା, ଭୟ, ମାନସିକ ଅଶାନ୍ତିରେ ଅଛନ୍ତି, ଆପଣଙ୍କ ସ୍ଲିପ ସାଇକେଲ କମ୍ପ୍ଲିଟ ହେଇପାରୁନି, ରାତିର ନିଦ ହଜିଯାଇଛି, ରାଗ କିମ୍ବା ଈର୍ଷା ମନ ଭିତରେ ଅଛି କି ମୋ ସହିତ ଏମିତି କଣ ପାଇଁ କଲେ। ଆପଣଙ୍କର ଶୋ କରୁଛି ଯଦି ଆପଣଙ୍କ ସହିତ କିଏ କିଛି ଖରାପ କରିଛି, ଆପଣ ସେଇଟା କହିବା ଦ୍ଵାରା
से नेगेटिव एनर्जी को आपण अट्रैक्ट करछंती जोटा कि आपणकर आत्मविश्वास भी धीरे धीरे निज ऊपर कमी जाउची। भविष्य भल हवा पाई एबे आपण किछि कष्ट सहुचंती। କିଛି ଆପଣଙ୍କର ଟ୍ରିଟମେଣ୍ଟ ମଧ୍ୟ ଚାଲିପାରେ କାରଣ ହେଲ୍ଥ ଇସ୍ୟୁର କାର୍ଡ ମଧ୍ୟ ଶୋ କରୁଛି। ଆପଣ କୌଣସି ଦୋଷକୁ ନିଜ ଉପରେ ନେଇଯାଇଛନ୍ତି ଆଉ ମୁଁ ବଡ ଭୁଲ କରିଦେଲି ବୋଲି ଏଇଟା ଆପଣ ଫିଲ୍ କରୁଛନ୍ତି, ଯୋଉଟା କି ଆପଣଙ୍କ ମାନସିକ ଶାନ୍ତିରେ ବହୁତ ପ୍ରୋବ୍ଲେମ କ୍ରିଏଟ କରୁଛି, ମାନସିକ ଚିନ୍ତା ଆପଣଙ୍କୁ ଦଉଛି। ନିଜକୁ ଆପଣ ଦୋଷୀ ବୋଲି ଫିଲ୍ କରୁଛନ୍ତି। କଣ ପାଇଁ? ଯଦି କୌଣସି ଭୁଲ କରିଛନ୍ତି ତାକୁ ଛାଡି ଦିଅନ୍ତୁ। ଯଦି ଆପଣଙ୍କ ସହିତ କିଏ ଭୁଲ କରୁଛି ତାକୁ ବି ଛାଡି ଦିଅନ୍ତୁ। ଯଦି ସେଇ ସବୁ ଭାବିବା ଆମକୁ ଆଗକୁ ବଢିବାରେ ବ୍ଲକେଜ ଫିଲ୍ ହବ। ତ ଷ୍ଟ୍ରଙ୍ଗ ହୁଅନ୍ତୁ। ଯଦି ଆପଣଙ୍କର ମନ କଥା କାହାକୁ ପ୍ରକାଶ କରିବାକୁ ଚାହୁଁଛନ୍ତି, ଆପଣଙ୍କର ଆରାଧ୍ୟ ଯିଏ ବା ୟୁନିଭର୍ସକୁ ଆପଣ ସବୁ କହିପାରନ୍ତି। ଆପଣ ଏବେ କିଛି ଦାୟିତ୍ୱ ନେଇଯାଇଛନ୍ତି, କଠିନ ପରିଶ୍ରମ କରୁଛନ୍ତି, ଅ, ନିଜ ସହିତ ଅନ୍ୟମାନଙ୍କର ରେସ୍ପନ୍ସିବିଲିଟି ମଧ୍ୟ ଆପଣ ନେଇଛନ୍ତି। କାମ କଠିନ ହେଇପାରେ କିନ୍ତୁ ସକ୍ସେସ୍ ଆପଣଙ୍କୁ ମିଳିବ। ଆପଣ ଧୈର୍ଯ୍ୟର ସହିତ ଅପେକ୍ଷା କରିବେ। କିନ୍ତୁ ଯେହେତୁ ଆପଣ ଏତେ ପରିଶ୍ରମ କରୁଛନ୍ତି, ଆପଣଙ୍କର ସ୍ୱାସ୍ଥ୍ୟର ଖରାପ ହବାର ମଧ୍ୟ ଶୋ କରୁଛି ଆଉ ଆପଣ ଷ୍ଟ୍ରେସ୍ ଅଧିକ ବଢିପାରେ। ଅ, ଯଦି ଏଇ ଟାଇମରେ ଆପଣ ଅଧିକ ଷ୍ଟ୍ରେସ୍ ନଉଛନ୍ତି, ଅଧିକ କାମ କରୁଛନ୍ତି, ତାହେଲେ କିଛି କାମକୁ ଛାଡି ଦିଅନ୍ତୁ। ଧୀରେ ଧୀରେ କରିବେ। ଏଇଟା ସହିତ ସବୁ କାମ ରେସ୍ପନ୍ସିବିଲିଟି ନେଲେ ଆପଣ ନିଜର ଦାୟିତ୍ୱ ନେଇପାରିବେନି। ସବୁବେଳେ ନିଜ ଉପରେ ଫୋକସ କରନ୍ତୁ ଆଉ ନିଜେ ଠିକ ରହିଲେ ତ ଆମେ ଅନ୍ୟମାନଙ୍କ ପାଇଁ କରିପାରିବା ନା। ଜାଣିପାରୁଛି ଆପଣ ବହୁତ କଷ୍ଟ ଚ୍ୟାଲେଞ୍ଜ ଦେଇକି ଆଗକୁ ବଢୁଛନ୍ତି। ନିଜ ନିଜେ ଷ୍ଟ୍ରଙ୍ଗ ହୁଅନ୍ତୁ, ନିଜ ପାଇଁ ନିଜେ ଷ୍ଟାଣ୍ଡ ନିଅନ୍ତୁ। କୌଣସି ଚାପରେ ନିଜ ଅ ନୀତି ବା ଯୋଉଟା ଚାଲୁଛି ସେଥିରେ ପଛକୁ ହଟନ୍ତୁ ନାହିଁ, ରେଷ୍ଟ ନେଇଯାଆନ୍ତୁ କିନ୍ତୁ ଯେତିକି ପର୍ଯ୍ୟନ୍ତ ପରିଶ୍ରମ କରିଛନ୍ତି ସେଠି ଆଉ ଗିଭ୍ ଅପ୍ କରନ୍ତୁ ନାହିଁ। ଅ, ଆଉ ଆଗକୁ ବଢନ୍ତୁ। କଷ୍ଟ ସହିତ ଆପଣ ଆଗକୁ ବଢିଲେ ଆପଣଙ୍କ ଫ୍ୟୁଚରରେ ସକ୍ସେସ୍ ଅଛି ଆଉ ସକ୍ସେସ୍ ମିଳିବ ମଧ୍ୟ, କିନ୍ତୁ ଆପଣ ପଛ ଘୁଞ୍ଚା ଦିଅନ୍ତୁ ନାହିଁ। ୟୁନିଭର୍ସ ତରଫରୁ ବି ମେସେଜ ଆସିଛି କି ଆପଣ ଗୋଟେ ଇଞ୍ଚ ମଧ୍ୟ ପଛ ଘୁଞ୍ଚା ଦିଅନ୍ତୁ ନାହିଁ। ଆପଣ ବହୁତ ଆଗକୁ ବଢି ଯାଇଛନ୍ତି, ବହୁତ କଷ୍ଟ ଫେସ୍ କରିଛନ୍ତି। ନିଜ ପାଇଁ ନିଜେ ଷ୍ଟାଣ୍ଡ ନିଅନ୍ତୁ ଆଉ ଆପଣ ଗୋଟେ ଷ୍ଟ୍ରଙ୍ଗ ଇଣ୍ଟେନସନ ନିଜର ରଖନ୍ତୁ। ଶେଷରେ ସଫଳତା ଆଉ ବିଜୟ ମଧ୍ୟ ଆପଣଙ୍କୁ ମିଳିବ। ଅ, କୌଣସି ବଡ ବାଧା ବା ବିପରୀତ ପରିସ୍ଥିତିକୁ ମଧ୍ୟ ଆପଣ ଅତିକ୍ରମ କରିପାରିବେ। ଯଦି ଆପଣ ଭାବୁଛନ୍ତି ନାଇଁ ମୁଁ ହାରି ଯାଇଛି, ମୁଁ ଥକି ଯାଇଛି, ତ ସେଥିପାଇଁ ମେସେଜ ଆପଣଙ୍କ ପାଇଁ ଆସିଲା କି ଆପଣ ହାରନ୍ତୁ ନାହିଁ କି ଥକନ୍ତୁ ନାହିଁ। ୟୁନିଭର୍ସ ଆପଣଙ୍କ ସହିତ ଅଛି। ଆପଣ ଆଗକୁ ବଢି ଚାଲନ୍ତୁ, ବହୁତ ବଢିଆ ଦେଖିବେ ଲାଇଫ ଚେଞ୍ଜ ହବାର ଅଛି। ଲଭ୍ ଲାଇଫ ଆପଣ ଠିକ ରହିପାରିବ ବା ଆପଣଙ୍କ ସାଙ୍ଗସାଥି ଫ୍ୟାମିଲିରେ ଭଲ ସିଚୁଏସନ ରହିପାରିବ, ଆପଣଙ୍କୁ ବୁଝିପାରିବେ, ଆପଣ ଅନ୍ୟମାନଙ୍କୁ ବୁଝିପାରିବେ। ଅ, ଆଉ ଚିନ୍ତାଧାରାରେ ମଧ୍ୟ ଆପଣଙ୍କର ପରିବର୍ତ୍ତନ ହବ। କୌଣସି କାମକୁ ଆପଣ ଆହୁରି ଏନହାନ୍ସ କରିବେ, ଆହୁରି ଏଫର୍ଟସ ଦେବେ ଯେମିତି ସେ ଆହୁରି ଗ୍ରୋ କରୁ। ସକ୍ସେସ ର କାର୍ଡ ମଧ୍ୟ ଶୋ କରୁଛି। ଆଉ ସେ କହୁଛି ଯେ ନିଜେ ଆଉ ଫ୍ୟୁଚର ବିଷୟରେ ଆପଣ ପଜିଟିଭ ରୁହନ୍ତୁ, ନେଗେଟିଭ ରୁହନ୍ତୁ ନାହିଁ। କାରଣ ନେଗେଟିଭ କହିବା ଦ୍ଵାରା, ନେଗେଟିଭ ଭାବିବା ଦ୍ଵାରା ଆମର ଆମକୁ ସେଇ ଜିନିଷ ଆଟ୍ରାକ୍ଟ କରେ। ତ ଆପଣ ଯଦି ହଁ କ୍ୟାରିୟରରେ ମୁଁ ଏଇଟା କରିପାରିବିନି ଠିକ ଅଛି, ଲେକିନ ଆପଣ ନିଜକୁ ସବୁବେଳେ କୁହନ୍ତୁ ନାଇଁ ମୁଁ ଏଇଟା କରିପାରିବି, ମତେ 100% ମିଳିବ। ଦେଖନ୍ତୁ ଲାଇଫ କେମିତି ଚେଞ୍ଜ ହଉଛି। ଠିକ ଅଛି, ଏଇଟା ଥିଲା ପାଇଲ୍ 3 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ ଓ ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର।